कुह हाँ एमंद समय रे हेला कोन रे बाबा कौन सेते बेले सीता देवी चतुर्दिग को चाहिए प्रथम रे फाल्गु नदी की साक्षी रूप रे बोली रे साक्षी रूप रे फाल्गु नदी की कहउचंदी माता जानकी हे फाल्गु नदी मो तुमर जगार पिंड दान करिछि मोर पिता दशरथ से पिंड ग्रहण करिचंदी तुमे तो सचक्षुरे देखिछ ना तुमे कहि दियो कोन कहिबार सत कथा कहि दियो सेतले फाल्गु नदी कोन कला रे कौन नीरवरे रही गला फाल्गु नदी जान एबे नीरवे रहिला फाल्गु नदी नीरव रहीगला रामंकर उत्तर किसी दे पारानी अच्छा रामचंद्र पचारे फाल्गु नदी कुह सीता देवी पिंड दबार तुम देखिच कि किछि कहिलानी फाल्गु नदी नीरव रहीगले रहीगले या पर द्वितीय साक्षी निकट को सीता देवी गले किए केतकी निकट को पहुंचले सीता सीता देवी केतकी निकट पहुंची कहउचंदी अच्छा सुन हे केतकी एबे कहिबार गिर हे सुन हे केतकी पिंड देवा पड़ा बेले थिल तुम्हें देखी सुन हे केतकी पिंड दबा तुम्हें देखी सुन हे केतकी सीतांगर कथा पुणी केतकी कन्ने न शुणिला रामचंद्र पचारुचंदी हे केतकी भला अच्छा सीता देवी पिंड दबार तुम्हें देखिछ कि भला सेतेबेले केतकी जे नीर रहिले रामचंद्र को भाषा रे उत्तर न देले लक्ष्य दे मोर पंडित वर्ग अच्छा केतकी पुष्प मध्य नीरव रहीगला भगवान गोतर किछि देला नाही हाँ तापरे कोन हला रे कौन होइछि पदेबे केतकी को अभिशाप देबे फाल्गुनी नदी को अभिशाप देबे तापरे जाउचंदी अग्नि देवता निकट को रामचंद्र पचारुचंदी अग्नि देवता को हे अग्नि देवता हाँ सीता देवी पिंड देवा समय रे तुम्हें देखिछ कि नेत्र रे अग्नि देवता मध्य रामचंद्र कथार उत्तर देले नाही नीरव दष्टा होई गले भगवान को कौन उत्तर देबे नीरव दष्टा होई गले अग्नि देवता मध्य तापरे कौन कले रे कौन हरि सुनंदु आज्ञा मोर पंडित जन सुनंदु आज्ञा मोर पंडित जन ओ सेतबेले राम विचारिले मन अच्छा सीता कहिले चतुर्थ साक्षी जान गोमाता साक्षी चतुर्थ रे गोमाता साक्षी चतुर्थ रे रामचंद्र गोमाता पाशरे मिलिले ठीक रामचंद्र गोमाता पाशरे मिलिले बहुत सीता पिंड दबा तुम्हें देखी छकी होई अच्छा
সীতা পিণ্ড দেবা তুমি ଦେଖିଛ କି ବୋଇଲେ ଗୋମାତାଙ୍କ ନିକଟରେ ପହଞ୍ଚିଗଲେ ରାଘବେନ୍ଦ୍ର ସରକାର। ସୀତାଦେବୀ କହିଲେ ପ୍ରଭୁ ମୋର ଚତୁର୍ଥ ସାକ୍ଷୀଟି ହଉଛି ଗୋମାତା। ଆଚ୍ଛା ଗୋମାତାଙ୍କ ନିକଟରେ ପ୍ରବେଶ ହୋଇଲେ ଗୋମାତା ମଧ୍ୟ ରାମଚନ୍ଦ୍ରଙ୍କର କଥାରେ କିଛି ଉତ୍ତର ନ ଦେଲେ। ହଁ ଚାରିଜଣ ନିରବଦ୍ରଷ୍ଟା ହୋଇଗଲେ। ଏମନ୍ତ ସମୟରେ ମାତା ଜାହ୍ନବୀ ବିଚାରୁଛନ୍ତି କଣ କରିବି, ଚାରିଜଣ ସାକ୍ଷୀ ତମର କେହି କହିଲେ ନାହିଁ, ନାହିଁ ହେଲେ ମୁଁ କରିବି କଣ ଏବେ? କଣ ଭଗବାନ ସୀତାଙ୍କ କଥାକୁ ବିଶ୍ୱାସ ନ କରି ନିଜେ ପାକ ନିର୍ବାହ କରିବାକୁ ଯାଉଛନ୍ତି। ନିଜେ ରୋଷେଇ କରିବାକୁ ଯିବା ସମୟରେ ହେଲା କଣ ଶୁଣନ୍ତୁ ଆଜ୍ଞା। କଣ ହୋଇଛି? ସେତେବେଳେ ସୂର୍ଯ୍ୟଦେବ ଆକାଶେ କହନ୍ତି ଶୁଣ ଶୁଣ ଆହେ ରାମ କହୁଛି ଝଟତି କଣ? ଏକ ଦିନେ ଦୁଇ ପିଣ୍ଡ ଜଣକୁ କେବେ ଯେ ନ ଦେବ ଶାସ୍ତ୍ର କହିଲା ଏହା ହେ ଅବେଥର ଭାବ। ଶୁଣନ୍ତୁ ମୋର ପଣ୍ଡିତ ବର୍ଗ, ଆମେ ଚାରି ଭାଇ ଥିଲେ ଚାରିଟା ପିଣ୍ଡ ଦଉଛେ ନାହିଁ ଆଜ୍ଞା? ଚାରି ଭାଇ ଥିଲେ ଚାରିଟା ପିଣ୍ଡ ଦଉଛେ ନା କହୁଛେ ଚାରି ଭାଇ କି ଚାରିଟା ପିଣ୍ଡ ନାହିଁ? ଦେଖନ୍ତୁ ଭଗବାନ ରାମ ଯେତେବେଳେ ଦ୍ୱିତୀୟରେ ଦବାକୁ ଯାଇଛନ୍ତି ପାକ ନିର୍ବାହ କରି ପିଣ୍ଡ, ସୂର୍ଯ୍ୟ ଦେବତା କହିଲେ ନା 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 ରାମ, ଦୁଇ ଦିନରେ ଜଣକୁ ଗୋଟିଏ ଦିନରେ ଜଣକୁ ଦୁଇ ଦିନ ପିଣ୍ଡ ଦେବା ଶାସ୍ତ୍ର ସମ୍ମତ ନୁହଁ। ଜଣେ ତ ପେଟେ ଖାଇ ଦେଇଥିବ ଆଜ୍ଞା, ତାକୁ ଆଉ ଖାଇବାକୁ ନେଲେ ଖାଇବ କି ଆଜ୍ଞା? ଆପଣ ଚିନ୍ତା କରନ୍ତୁ, ଜଣେ ଯଦି ପେଟେ ଖାଇ ଦେଇଥିବ ଆଉ ଗୋଟେ ପୁଅ ଡାକିବ ବାପା ଆସ ଖାଇବ, ସେ ଖାଇବ? ତେଣୁ ଗୋଟିଏ ଦିନରେ ଦିଟା ପିଣ୍ଡ ପଡିବା ମନା। ହେଲେ ଆମେ କଣ କରୁଛେ ଲୋକ ମତରେ, କୋଉ ଦିନରୁ ସେ ଚାଲି ଆସିଛି ଆଜ୍ଞା, ଆମେ ସବୁ କଣ କରୁଛେ ଯେତେଟା ଭାଇ ଥିବ ସେତେଟା ପିଣ୍ଡ ଦଉଛେ ଦଉଛେ କିନ୍ତୁ ଶାସ୍ତ୍ର ଗ୍ରହଣ ଯୋଗ୍ୟ ନୁହଁ। କେବେ ଦେଲେ ମଧ୍ୟ ଯଦି ଯିଏ ଆଗ ଦେଇଥିବ ତା ଭାଗଟା ଆଗରେ ପଡିଯାଇଥିବ, ସେ ବଡ ହଉ କି ସାନ ହଉ। ଆଉ ଗୋଟେ କଥାଟେ କହୁଛି ଶୁଣନ୍ତୁ, ଆମେ ଯୋଉ କହୁଛେ ବଡ ଭାଇ ହେଲେ ଆଗ ପିଣ୍ଡ ପକେଇବ, ସେମିତି କିଛି ନିୟମ ନାହିଁ। ବଡ ଭାଇ ହଉ ସାନ ଭାଇ, ଯଦି ତମର ପଡୁନି, ଯିଏ ଆଗ ରୋଷେଇ କରି ବାପାଙ୍କୁ ଖାଇବାକୁ ଦବ, ବାପା ତାର ଖାଇବାଟା ଆଗ ଖାଇବେ, ମନେ ରଖନ୍ତୁ। ଆଉ ତମେ ରୋଷେଇ କରିବାରେ ଚାରିଟାକୁ ରୋଷେଇ କରିବ, ବାପାକୁ ଖାଇବାକୁ ଦବ ସେ ଶୋଇବା ସମୟରେ, ହଁ ଭଲ ପୁଅ ହେଇଛ ତମେ, ଭଲ ବୋଉ ହେଇଛ, ସେମିତି ଭୁଲରେ କରିବନି ଆଜ୍ଞା। ପିଣ୍ଡ ଦବାର ସମୟ 1 ଘଣ୍ଟା ପୂର୍ବରୁ ସାରିଦବ, ଯିଏ ଆଗ ଦବ ସେଇଟା ଆଗ ତମ ବାପାକୁ ମିଳିବ, ନହେଲେ ବୈଠୁରେ ପୁଅ ହେଲା। ୟୁଟ୍ୟୁବ ମାଧ୍ୟମରେ ମୋର ଭାରତବର୍ଷର ସମସ୍ତଙ୍କୁ କହିବାକୁ ଚାହୁଁଛି, ଆପଣ ମାନେ ଶୁଣନ୍ତୁ। ଏ ହଉଛି ରାମାୟଣ ପାଠ, ବାଲ୍ମୀକି ରାମାୟଣରେ ବର୍ଣ୍ଣିତ ଅଛି। ଆପଣ ଦେଖନ୍ତୁ, ଯେତେବେଳେ ସୀତା ବାଲିପିଣ୍ଡ ଦେଇଥିଲେ, ସୂର୍ଯ୍ୟ ଦେବତା ନିଜେ ମନା କରିଛନ୍ତି ଗୋଟିଏ ଦିନରେ ଜଣକୁ ଦୁଇଥର ପିଣ୍ଡ ଦେବା ଶାସ୍ତ୍ର ଯୋଗ୍ୟ ନୁହଁ। ହେ ରାମ, ତେଣୁ ତମେ ଆଉ ପିଣ୍ଡ ଦିଅ ନାହିଁ। ପିଣ୍ଡ ଆଗରୁ ସୀତା ଦେବୀ ଦେଇ ସାରିଛନ୍ତି। ଏମନ୍ତ ସମୟରେ ବଟ ବୃକ୍ଷ ଦାଣ କହିଲା ଶୁଣ ଆହେ ହେ ପ୍ରଭୁ ଶ୍ରୀରାମ। ଆଚ୍ଛା ଯେତେବେଳେ ସୂର୍ଯ୍ୟଦେବ କହିଲେ ବଟବୃକ୍ଷ ଥିଲା, ସେତେବେଳେ ବଟବୃକ୍ଷ କହିଲା ହେ ପ୍ରଭୁ, ମୁଁ ଦେଖିଛି ନିଜେ ସୀତା ଦେବୀ ପିଣ୍ଡ ଦେବାର। ଜଣଙ୍କର କଥା କାଳେ ବିଶ୍ୱାସ ହୋଇନଥାନ୍ତା। ଦେଖନ୍ତୁ, ଜଣକୁ ଯଦି 2 ଜଣ ହବ କଥାଟା ଗ୍ରହଣ ଯୋଗ୍ୟ ହବ, ଜଣେ କହିଲେ କିଏ ବିଶ୍ୱାସ କରିବେନି ଆଜ୍ଞା। ସୂର୍ଯ୍ୟ ଦେବତାଙ୍କର କଥାକୁ ରାମଚନ୍ଦ୍ର ମନରେ ଭାବୁଛନ୍ତି ସତ କହୁଛନ୍ତି ନା ମିଛ କହୁଛନ୍ତି। ଏମନ୍ତ ସମୟରେ ବଟବୃକ୍ଷ କହିଲା ହେ ପ୍ରଭୁ ରାମଚନ୍ଦ୍ର, ସୀତା ପିଣ୍ଡ ଦେବାର ମୁଁ ନିଜ ନେତ୍ରରେ ମୁଁ ଦେଖିଛି, ସୀତା ଦେବୀ ପିଣ୍ଡ ଦେଇଛନ୍ତି। ଏମନ୍ତ ସମୟରେ ରାଘବେନ୍ଦ୍ର ସରକାର ଆଉ ପିଣ୍ଡ ଦେଲେ ନାହିଁ। ସୀତାଙ୍କୁ କହିଲେ ସୀତା ଦେବୀ ମନରେ ଅଭିମାନ କର ନାହିଁ, ମୁଁ ଜାଣିନଥିଲି, ହେଲେ ମୋତେ ତ ପ୍ରମାଣର ଆବଶ୍ୟକତା ଥିଲା, ପ୍ରମାଣ ତ କେହି ମଧ୍ୟ ଦେଇପାରି ନଥିଲେ, ତେଣୁ ମୁଁ ତୁମକୁ କଟୁକ୍ତି କଥା କହି ପିଣ୍ଡ ଦେବାକୁ ବାଧ୍ୟ ହେଲି। ତେଣୁ ସୂର୍ଯ୍ୟଙ୍କର କଥାରେ, ବଟବୃକ୍ଷ କଥାରେ ମୁଁ ସମ୍ମତ ହେଲା, ତୁମ ପିଣ୍ଡକୁ ମୋର ପିତା ଦଶରଥ ଗ୍ରହଣ କରିଛନ୍ତି। ଏମନ୍ତ ସମୟରେ ସୀତା ଦେବୀ କ୍ରୋଧାନ୍ୱିତ ହୋଇଗଲେ, ରାଗିଗଲେ। କଣ କହିଲେ? ଫାଲ୍ଗୁନ ଦେବୀ ଅଭିଶାପ ଦଉଛନ୍ତି ମାତା ଜାହ୍ନବୀ। ଆଚ୍ଛା କଣ ବୋଲି? ଶୁଣ ରେ ଫାଲ୍ଗୁନୀ, ଶୁଣ ଫାଲ୍ଗୁନଦୀ, ଏ ମୋର କଟୁକ୍ତି ତୋଠାରେ ଜଳ ରହିବ ନାହିଁ। ଶୁଣ ରେ ଫାଲ୍ଗୁନୀ, ଏ ମୋ କଟୁକ୍ତି ତୋଠାରେ ଜଳ ରହିବ ନାହିଁ।
ରାଗରେ ଜର୍ଜରିତ ସୀତା ଦେବୀ ହେଲେ ଫାଲ୍ଗୁନୀ ନଦୀକି ପୁଣି ସୀତା ଦେବୀ ଅଭିଶାପ ଦେଲେ ଆଚ୍ଛା ସବୁବେଳେ ଜଳ କେବେ ନ ରହିବ ତୋର ନଦୀରେ ବିନା ଜଳରେ ରହିବୁ ରେ ସୁଖୀ ଏହି ଠାରେ ତୋ ଠାରେ କେବେ ମଧ୍ୟ ଜଳ ରହିବ ନାହିଁ ତୁ ଖାଲି ନଦୀଟା ଏକା ପଡ଼ିଥିବୁ ତୁ ପାଟେ କେବେ ମଧ୍ୟ ଆଉ ଜଳରେ ଜଳ ଆତଜାତ ହବ ନାହିଁ ଅତିବାହିତ ହବ ନାହିଁ କେବେ ହେଲେ ହବନି ଜଳ କେବେ ହେଲେ ହେବ ନାହିଁ ଆଚ୍ଛା ଏ ମନ୍ଦ ସମୟରେ କଣ ହେଲା ରେ ବାବା କଣ ଆରେ ରାମଙ୍କ ପାଦେ ଫାଲ୍ଗୁନୀ ପଡ଼ିଲା ରାମ ପାଦ ତଳେ ଫାଲ୍ଗୁନୀ ନଦୀ ପଡ଼ିଗଲା ହଉ ହଉ କି ଉପାୟ ଏବେ ପ୍ରଭୁ କରିବି ବୋଇଲା ଆଚ୍ଛା ଏଡ଼େ ବଡ଼ ତୀର୍ଥ ମୋର ନଦୀ ଜାଣ ଜଳଦେ ସର୍ବଦା ହୋଇଯିବ ଶୂନ୍ୟ ଧୀରି ନାରେ ଜଳରେ ସର୍ବଦା ହୋଇଯିବ ଶୂନ୍ୟ ଏଡ଼େ ବଡ଼ ତୀର୍ଥ ନଦୀ ହୋଇ ଯେ ପାପ କର୍ମ କଲି ଠିକ ଆରେ ସୀତା ଦେବୀଙ୍କର ମୁଁ ସାକ୍ଷ୍ୟ ନ ଦେଲି ଆଚ୍ଛା ସୀତା ଦେବୀଙ୍କର ମୁଁ ସାକ୍ଷ୍ୟ ନ ଦେଲି ଭଗବାନ ରାମଙ୍କ ପାଦ ତଳେ ପଡ଼ିଗଲା ଫାଲ୍ଗୁନୀ ନଦୀ କହିଲା ହେ ପ୍ରଭୁ ମୁଁ ତ ଭୁଲ କରିଛି ସୀତାଙ୍କର ସାକ୍ଷ୍ୟ ଦେଇପାରିନି ମୁଁ ଦେଖିକିରି ମଧ୍ୟ ନିରବ ଦୃଷ୍ଟା ହୋଇଗଲି ଆଚ୍ଛା। ତେଣୁ ମୋତେ ସୀତା ଦେବୀ ଅଭିଶାପ ଦେଇଛନ୍ତି ମୋର ନଦୀରେ କେବେ ମଧ୍ୟ ଜଳ ଆତଜାତ ହେବ ନାହିଁ ଅତିବାହିତ ହେବ ନାହିଁ କଣ କରିବି ପ୍ରଭୁ କଣ ସେତେବେଳେ ରାମଚନ୍ଦ୍ର ବୁଲନ୍ତି ବଚନ କେବଳ 15 ଦିନ ତୋ ନଦୀରେ ଜଳ ଆତଜାତ ଜାଣ ହଁ ସେହି 15 ଦିନ ବାବୁରେ ପିତୃପକ୍ଷ ଜାଣ ଆଶ୍ୱିନ ମାସର ପିତୃପକ୍ଷରେ 15 ଦିନ ଜଳ ଆତଜାତ ତୋର ହୋଇବ ବହନ କେବଳ ଆଶ୍ୱିନ ମାସର ପିତୃପକ୍ଷ ଆମେ ଯୋଉ ଶ୍ରାଦ୍ଧ କରୁଛେ ଏବେ 15 ଦିନ ଗଲା ଆগে ଅମାବାସ୍ୟା ପରଠାରୁ ପ୍ରତିପଦାର ଅମାବାସ୍ୟା ପର୍ଯ୍ୟନ୍ତ ସେ 15 ଦିନ କେବଳ ଭଗବାନ ରାମଚନ୍ଦ୍ରଙ୍କ ଆଶୀର୍ବାଦରୁ ନଦୀରେ ଜଳ ଆତଜାତ ହବ 15 ଦିନିକା ଆସିବ ଆଉ ସବୁବେଳେ ଜଳ ଗୁଡାକ ଥିବ କିନ୍ତୁ ହାତେ ତଳେ ଥିବ ହାତେ ଖୋଳିଲା ପରେ ଜଳ ଅତିବାହିତ ହବ ସିନା ହାତେ ଉପରକୁ ଜଳ ଆସିବ ନାହିଁ ଆଚ୍ଛା ଆଚ୍ଛା ଗୋପ୍ୟ ହୋଇକରି ରହିବ ଫାଲ୍ଗୁନୀ ନଦୀ ସଦାସର୍ବଦା ଗୋପ୍ୟ ହୋଇକରି ରହିଲା ଶୁଖିକି ରହିବ ଅଭିଶାପ ପାଇଗଲା ଫାଲ୍ଗୁନୀ ନଦୀ ରାମଚନ୍ଦ୍ର ଆଶୀର୍ବାଦ ଦେଇଦେଲେ 15 ଦିନ କେବଳ ପିତୃପକ୍ଷରେ ଆଶ୍ୱିନ ମାସରେ ଜଳ ଆତଜାତ ହବ ଆଚ୍ଛା ତାପରେ କଣ ହେଲା କଣ ଫାଲ୍ଗୁନୀ ନଦୀ କଥା ଶୁଣିଲା କେତକୀ ପୁଷ୍ପ ନିକଟକୁ ଚାଲିଗଲେ ସୀତା ଦେବୀ ଫୁଲ ପାଖକୁ ଆସିଲେ ଏଠି କେତକୀକୁ ସୀତା ଦେବୀ ବୋଲନ୍ତି ବଚନ କେତକୀକୁ ସୀତା ଦେବୀ ବୋଲନ୍ତି ବଚନ ହଉ ମୋର କଥା ନ କହିଲୁ କେତକୀରେ ଜାଣ ଶିବଙ୍କ ମସ୍ତକରେ ରହିଥିଲୁ ଠିକ ଶିବଙ୍କ ମସ୍ତକରେ ରହିଥିଲୁ ନଦୀ ଜଳେ ତୁଇ ଭାସି ଆସୁଥିଲୁ ହଉ ହଉ ନଦୀ ଜଳେ ତୁଇ ଭାସି ଆସୁଥିଲୁ ଆଚ୍ଛା ତେଣୁ କରି ମୋର ଅଭିଶାପ ଏବେ ଘେନ ହଉ ଅପୁଚ ହୋଇ ରହିବୁ ରେ ଜାଣ ଠିକ ଆରେ କେବେ ହେଲେ ତୁ ପୂଜା ତୁ ପାଇବୁ ନାହିଁ ରେ ପୁଷ୍ପ ପାଇବୁ ନାହିଁ ଶିବଙ୍କର ଅଯୋଗରେ ହୋଇବୁ ତୁହି ଆରେ ଶିବଙ୍କ ଠାରେ ଅଯୋଗ୍ୟ ହୋଇବୁ ରେ ତୁହି କେତକୀକୁ ମଧ୍ୟ ଅଭିଶାପ ଦେଇଦେଲେ ମାତା ଜାନକୀ କହିଲେ କେତକୀରେ ମୁଁ ତୋତେ ଅଭିଶାପ ଦଉଛି ଭଗବାନ ଶିବ ତୋତେ ସଦାସର୍ବଦା ଗ୍ରହଣ କରନ୍ତି ଆଜ୍ଞା ଶିବଙ୍କର କେତକୀ ପୁଷ୍ପ ଥିଲା ପ୍ରିୟ ପୁଷ୍ପ ସୀତା ଅଭିଶାପ ଦେଲେ ତବେ ତତେ କେବେ ମଧ୍ୟ ସଦାଶିବ ମସ୍ତକରେ ଗ୍ରହଣ କରିବେ ନାହିଁ ଇଏ ମୋର ଅଭିଶାପ ହେଲା ସେତେବେଳେ କେତକୀ ପୁଷ୍ପ ରାମଙ୍କର ପାଦେ ପଡ଼ିଗଲା କି କରିବି ପ୍ରଭୁ ଏବେ ବୁଦ୍ଧି ବତାଅ ବୋଇଲା କେତକୀ ପୁଷ୍ପ ଗଲା ଭଗବାନ ରାମଚନ୍ଦ୍ରଙ୍କ ପାଦ ତଳେ ପଣି ପାଦ କରି କହିଲା ସୀତାଙ୍କର ପାଦ ରାମଙ୍କର ପାଦ ଦିଟା ଧରିକିରି ପଡ଼ି ଯାଇଛି କେତକୀ ଆଚ୍ଛା ଏମନ୍ତ ସମୟରେ ସୀତା ଦେବୀ କହିଲେ ଠିକ ଅଛି ମୁଁ ତ ଅଭିଶାପ ଦେଇଛି ଅଭିଶାପ ଆଉ ଫେରାଇ ପାରିବି ନାହିଁ ଆଚ୍ଛା ବର୍ଷକୁ ଦିନେ ଗୋଟିଏ ଦିନ କେବଳ ତୁ ଶିବଙ୍କର ମସ୍ତକରେ ପୂଜା ପାଇବୁ କୋଉ ଦିନ ଶିବରାତ୍ର ଦିନ ପୂଜା ପାଇବୁ ରେ କେତକୀ ତକ୍ଷଣ ଶିବରାତ୍ର ଦିନ
ରାମଚନ୍ଦ୍ର ସୀତା ଦେବୀ କହିଲେ ବାପରେ ହେ କେତକୀ ଆମେ ତୁମକୁ ଆଶୀର୍ବାଦ ଦଉଛୁ ଶିବଙ୍କର ମସ୍ତକରେ ଗୋଟିଏ ଦିନ କେବଳ ପୂଜା ପାଇ କୋଉ ଦିନ କୋଉ ଦିନ? ନା ଯୋଉ ଦିନ ଶିବରାତ୍ର ହବ ଶିବରାତ୍ର ଦିନ ତୁମେ କେବଳ ଗୋଟିଏ ଦିନ ଶିବଙ୍କ ମସ୍ତକରେ ପୂଜା ପାଇବ ସେଦିନ ଠାରୁ କେତକୀ ପୁଷ୍ପ ଅପୂଜ୍ୟ ହେଇଗଲା ମାତ୍ର ଗୋଟିଏ ଦିନ ଶିବଙ୍କ ମସ୍ତକରେ ଶିବରାତ୍ର ଦିନ ପୂଜା ପାଇଲା ଆଚ୍ଛା ତାପରେ କଣ ହେଲା ରେ କଣ ଆରେ ଅଗ୍ନିକୁ ସୀତା ଦେବୀ ଅଭିଶାପ ଦେଲେ କଣ ବୋଲି ଅଗ୍ନିକୁ ସୀତା ଦେବୀ ଅଭିଶାପ ଦେଲେ ସତ କଥା କାହିଁକି ନ କହିଲ ବୋଇଲେ ସତ କଥା କାହିଁକି ନ କହିଲ ବୋଇଲେ ତେଣୁ କରି ସଦା ସର୍ବଦା ରେ ଜାଣ ତେଣୁ କରି ସଦା ସର୍ବଦା ରେ ଜାଣ ମୋର ଅଭିଶାପ କୁହେ ଅଗ୍ନିଦେବ ହେନ ହଉ ହଉ ସଦା ସର୍ବଦା ଅଭିଶାପ ପାଇବ ଲୁଦୁ ବୁଦୁ ବ୍ୟାଧି ତୁମ୍ଭଙ୍କୁ ହୋଇବ ଆଚ୍ଛା ଲୁଦୁ ବୁଦୁ ବ୍ୟାଧି ତୁମ୍ଭଙ୍କୁ ହୋଇବ ସର୍ବକ୍ଷ ଭକ୍ଷିବ ତୁମେ ହେ ସବୁ ଜାଗାରେ ତୁମେ ହୁତାସନ ରୂପେ ଜଳିବ ଯାହାକୁ ଦେଖିଲେ ତାକୁ ଶେଷ କରିଦବ ଶେଷ କରିଦେବ ତୁମକୁ ମୁଁ ଅଭିଶାପ ଦଉଛି ଲୁଦୁବୁତୁ ବ୍ୟାଧି ତୁମକୁ ନିଶ୍ଚୟ ହବ ତେଣୁ ଲୁଦୁବୁତୁ ବ୍ୟାଧି ହୋଇଥିଲା ଅଗ୍ନିଙ୍କୁ ସରିବ କେବେ ନା ଦ୍ୱାପର ଯୁଗରେ ଯେତେବେଳେ ଖାଣ୍ଡବନ ଦହନ କରିବେ ଅର୍ଜୁନ ସେତେବେଳେ ତାଙ୍କ ଲୁଦୁବୁତୁ ବ୍ୟାଧି ହରଣ ହବ ଅଗ୍ନିକୁ ମଧ୍ୟ ଅଭିଶାପ ମିଳିଗଲା ତାପରେ କଣ ହେଲା ରହିଲା ଗୋମାତାଙ୍କର ପାଳି ଚାରି ଗୋମାତାଙ୍କୁ କଣ କହିଲେ କଣ କହିଲେ ଗୋମାତାଙ୍କୁ ବୋଲୁଛନ୍ତି ସୀତା ଦେବୀ ଜାଣ ସୀତା ଦେବୀ ଜାଣ অভক্ষ ভক্ষিব তুমি গোমাতা প্রমাণ গোমাতা প্রমাণ ନେତ୍ରରେ ଦେଖି ପୁଣି ସାକ୍ଷ୍ୟ ଯେ ନଦେଲ ଆଚ୍ଛା ତେଣୁ ଯେଉଁ ପାଟିରେ ତୁମେ କିଛି ଉତ୍ତର ନଦେଲ ହଁ ସେଇ ପାଟି ତୁମ ପୁଣି ଅପବିତ୍ର ହବ ଅପବିତ୍ର ହୋଇ ପୁଣି ଅଭକ୍ଷ ଭକ୍ଷିବ ଅପବିତ୍ର ହବ ଅଭକ୍ଷ ଭକ୍ଷିବ ଅର୍ଥାତ୍ ପିଷ୍ଟା ମଧ୍ୟ ଭକ୍ଷଣ କରିବ ଖାଇବ ଗୋମାତାଙ୍କ ଅଭିଶାପ ଦେଲା ପରେ ଗୋମାତା ଆଶ୍ଚର୍ଯ୍ୟଜନିତ ହୋଇଗଲେ ସେ ତାଙ୍କର ପାଦ ଦିଟା ଧରି ପଡ଼ିଗଲେ ଗୋମାତା କହିଲେ ମା ମା ଜାଣିପାରିଲିନି ତୁମେ ଜଗତର ମାତା ବୋଲି ମୁଁ ତୁମକୁ କିଛି ସାକ୍ଷ୍ୟ ନ ଦେଇ ରହିଗଲି ମା ଏଥିରେ ତ ବହୁତ ବଡ଼ ଅଭିଶାପଟେ ଦେଇଦେଲ ମା ଏ ଅଭିଶାପର ମୁଁ କେମିତି ଖଣ୍ଡନ ହବ କହିଲ ସେ ସୀତା ଦେବୀ କହୁଛନ୍ତି ହେ ଗୋମାତା ତୁମର କେବେ ମଧ୍ୟ ଅଭିଶାପ ଖଣ୍ଡନ ହେବ ନାହିଁ ମୁଁ ତ ଅଭିଶାପ ଦେଇଛି ତୁମେ ଅଭକ୍ଷ ନିଶ୍ଚୟ ଭକ୍ଷିବ ଏବଂ ଯଦି ମତେ ନତମସ୍ତକ ହୋଇ କହୁଛ ମୁଁ ତୁମକୁ ଗୋଟେ ମାତ୍ର ଆଶୀର୍ବାଦ ଦଉଛି ନା କଣ ହେଠି ତୁମର ମଳ ଯେ ପବିତ୍ର ହୋଇବ ତୁମର ମଳ ଯେ ପବିତ୍ର ହୋଇବ ପାଟିଟା ପୁଣି ଅପବିତ୍ର ହୋଇବ ହଉ ହଉ ତେଣୁ କରି ଗୋମାତାଙ୍କ ପୁଣି ହେ ଜାଣ ମଳ ପବିତ୍ର ହୋଇଲା ଶୁଣ ସୁଜନ ସୀତାଙ୍କର ଯେ ଆଶୀର୍ବାଦ ମିଳିଲା ସୀତାଙ୍କର ଯେ ଆଶୀର୍ବାଦ ମିଳିଲା ହଉ ହଉ ଏବେ ଅଭକ୍ଷ ଭକ୍ଷିବ ବୋଇଲେ ବୋଇଲା ଆଇଲା ଲୋ ଆଇଲା ଏବେ ଅଭକ୍ଷ ଭକ୍ଷିବ ପାଟି ଏବେ ଭୋଲା ମଳ ପବିତ୍ର ଦେବେ ହୋଇଯିବ ଭୋଲା ଆଚ୍ଛା ମଳ ପବିତ୍ର ଦେବେ ହୋଇଯିବ
होला ସେତେବେଳେ ଗୋମାତାଙ୍କୁ ଭଗବାନ ସୀତା ଦେବୀ କହିଲେ ହେ ଗୋମାତା ତମର ପାଟିଟା ଅପବିତ୍ର ହୋଇ ଅଭକ୍ଷ ଭକ୍ଷିବ ଆଚ୍ଛା। କିନ୍ତୁ ତୁମର ମଳଟା ପବିତ୍ର ହବ ଜଗତରେ ସଦାସର୍ବଦା ମଳ ତୁମର ପବିତ୍ର ହବ ହଁ। ତେଣୁକରି ଅପବିତ୍ର ଅର୍ଥାତ୍ ଅଭକ୍ଷ ଭକ୍ଷିଲେ ମଧ୍ୟ ସୀତାଙ୍କ ଆଶୀର୍ବାଦରୁ ଗୋମାତାଙ୍କର ମଳ ପବିତ୍ର ହୋଇ ରହିଲା ସଂସାରରେ। ହେଲେ ବଟବୃକ୍ଷଟେ ସତ କଥାଟେ କହିଥିଲା ଆଜ୍ଞା। ବଟବୃକ୍ଷକୁ ସୀତା ଦେବୀ କଣ ବୋଲି କହିଲେ? କଣ କହିଲେ? ଏଠି ଶୁଣ ବଟବୃକ୍ଷ ମୋହର ବଚନ, ଶୁଣ ବଟବୃକ୍ଷ ମୋହର ବଚନ, ତୁ କେବଳରେ ସାକ୍ଷୀ ଦେଲୁଟି ପ୍ରମାଣ, ହଉ ହଉ ତୁ କେବଳରେ ସାକ୍ଷୀ ଦେଲୁଟି ପ୍ରମାଣ, ଠିକ ତେଣୁ କରି ମୋର ଆଶୀର୍ବାଦ ଘେନ ହଉ ସତେଜ ହୋଇ ଜଗତେ ରହି, ତୁହି କେବେ ବାବୁ ମଳିନ ନ ପଡ଼ିବୁ, ସତେଜ ହୋଇ ରେ ଜଗତେ ରହିବୁ। ଆଚ୍ଛା ଆରେ ସତେଜ ହୋଇ ରେ ଜଗତେ ରହିବୁ। ସୀତା ଦେବୀ କହିଲେ ହେ ବଟବୃକ୍ଷ ମୁଁ ଆଶୀର୍ବାଦ ଦେଉଛି ତୁ ସଦାସର୍ବଦା ସତେଜ ଅବସ୍ଥାରେ ରହିବ। ଆଜ୍ଞା ବଟବୃକ୍ଷ କେବେ ମଳିନ ପଡ଼ିବାର ଆପଣ ଜାଣିଛନ୍ତି? ସବୁ ପତ୍ର ମଳିନ ପଡ଼ିଯାଏ କିନ୍ତୁ ବଟପତ୍ର କେବେ ମଧ୍ୟ ମଳିନ ପଡ଼େ ନାହିଁ, ସଦାସର୍ବଦା ସତେଜରେ ରହେ। ତାର ପତ୍ରଟି ତଳେ ପଡ଼ିବା ପରେ ସିନା ମଳିନ ହୁଏ କିନ୍ତୁ ବୃକ୍ଷର ପତ୍ର ବୃକ୍ଷରେ ଲାଗିଥିଲା ପର୍ଯ୍ୟନ୍ତ କେବେ ମଧ୍ୟ ତାର ପତ୍ର ମଳିନ ପଡ଼େ ନାହିଁ। ସଦାସର୍ବଦା ବଟବୃକ୍ଷ ସୀତାଙ୍କ ଆଶୀର୍ବାଦରେ ସତେଜ ଅବସ୍ଥାରେ ରହିଲା। ଏହି 5 ଜଣଙ୍କୁ ସୀତା ଦେବୀ 4 ଜଣଙ୍କୁ ଅଭିଶାପ ଦେଇଥିଲେ, ଜଣଙ୍କୁ ଆଶୀର୍ବାଦ କରିଥିଲେ, ସେ ହେଲା ବଟବୃକ୍ଷ। ତେଣୁ ସୀତାଙ୍କର ଅଭିଶାପରେ ଗୋମାତାଙ୍କର ମଳ ହେଲା ପବିତ୍ର, ପାଟି ହେଲା ଅପବିତ୍ର ହେଲା। ହେଲା ଅତି ସୁନ୍ଦର ପ୍ରଣାଳୀରେ ଆପଣମାନେ ଶୁଣିଲେ ସୀତାଙ୍କର ଅଭିଶାପ ପଡ଼ିଲା। ସୀତାଙ୍କର ଅଭିଶାପରେ ଫାଲ୍ଗୁନୀ ନଦୀ ଗୋପ୍ୟ ହୋଇଗଲା। ସୀତାଙ୍କ ଅଭିଶାପରେ ଫାଲ୍ଗୁନୀ ନଦୀ ପୁଣି ଗୋପ୍ୟ ହୋଇଗଲା। ସୀତାଙ୍କ ଅଭିଶାପରେ କେତକୀ ପୁଷ୍ପ ଅପୂଜ୍ୟ ହୋଇଲା। ସୀତାଙ୍କ ଅଭିଶାପରେ ଅଗ୍ନି ଦେବତା ପୁଣି ସର୍ବଭକ୍ଷ ହେଲେ। ସୀତାଙ୍କ ଅଭିଶାପରେ ଗୋମାତା ପୁଣି ଅଭକ୍ଷ ଭକ୍ଷିଲେ। ଆଚ୍ଛା ସୀତାଙ୍କ ଅଭିଶାପ ପଡ଼ିଲା। 4 ଜଣଙ୍କୁ ବହୁତ ଦଣ୍ଡ ପାଇଲେ ସେମାନେ। ହଁ ହେଲେ ମଣିମା ଏ ରାତ୍ର ଅର୍ଥର ଆଚ୍ଛା